मधुबाबूଙ୍କର ପୁତ୍ର ଶିଳ୍ପ ପ୍ରତିଷ୍ଠା କରିଥିଲେ କଟକରେ ଓଡ଼ିଶାର ଅସ୍ମିତା ପାଇଁ 7-8 ବର୍ଷ ତଳେ ସେ କଥା ଆଜି ମନରେ ଆସୁଛି ଏବଂ ଖବରକାଗଜରେ ବାହାରୁଛି ଏବଂ ଜାଣନ୍ତି ଯେ ଓଡ଼ିଶାର ଅସ୍ମିତା ମଧୁବାବୁ ଗୋପବନ୍ଧୁ ଜେଲ ଯାଇକି ଓଡ଼ିଶା ଗଠନ କରିଥିଲେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଓଡ଼ିଆ ଭାଷାର ବିକାଶ ପାଇଁ ଅସ୍ମିତା ଉପରେ ଏ ଅସ୍ମିତାକୁ ଅପହରଣ କରିବା ପାଇଁ ଅସ୍ମିତାକୁ ଦୁର୍ବଳ କରିବା ପାଇଁ ଯଦି ଉଦ୍ୟମ ହେବ ଆମେ ସମସ୍ତେ ହେଇକରି କାମ କରିବା। ଆଜି ନିର୍ବାଚନ ଛଡ଼ା ମୁଁ ଗୋଟିଏ କଥା କହିଦେଉଛି ଆଉ କହିବି ନାହିଁ। ଗୋଟିଏ କଥା ଏଠି ଯେ ଆମର ମୁଖ୍ୟ କାର୍ପୋଟଲା ବିଜେଡିର କହିଦେଲେ ଯେ ନରେନ୍ଦ୍ର ମୋଦି ହେଉଛନ୍ତି ମହାନ ନେତା ପ୍ରଧାନମନ୍ତ୍ରୀ ସେ ହେବା ଉଚିତ। ଯଦି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ମୁଁ ଭାବିଲି ମୁଁ ତ ଏ ଦଳଟା ଗଢ଼ିବା ପାଇଁ ଏଠି କିଛି ପରିଶ୍ରମ କରିଥିଲି ତ ଭାବିଲି ଏଠି କାହିଁକି ରହିବା ନିଜ ଘରକୁ ଯାଇକରି ନରେନ୍ଦ୍ର ମୋଦିଙ୍କ ପାଇଁ କାମ କରିବା ଆହୁରି ଭଲ ହେବ। ସେଇ ହିସାବରେ ଆମେ ଏଠିକି ଆସିଲୁ ଏବଂ ଆପଣ ଜାଣନ୍ତି ଯେ ସେମାନେ ନିଜେ ସ୍ୱୀକାର କରିଛନ୍ତି ଦୁର୍ବଳ ବୋଲି ଖବରକାଗଜରେ କହିଲେ ଯେ ଆମେ ମେଣ୍ଟ କରିବୁ। ଯଦି ମେଣ୍ଟ କରିବ କାହିଁକି ବିରୋଧାନ ଭାଙ୍ଗୁଥିଲ କାହିଁକି ଗାଁ ଗାଁରେ ଲୋକଙ୍କ ଭିତରେ ଲଢ଼େଇ ଲଗେଇଲ ଏକାକି କରିବ। କିନ୍ତୁ ବିଜେପି କହି ଆସିଛି ଆମେ ଏକାକି ସରକାର କରିବୁ ଓଡ଼ିଶାରେ ଆମେ ମେଣ୍ଟ କରିବୁ ନାହିଁ ଆମେ ଏକାକି ସରକାର କରିବୁ ଏବଂ ଏକାକି ସରକାର କରିବା ପାଇଁ ଏ ଜନାଦେଶ ପାଇଁ କହିଛନ୍ତି ଆଶା କରିବି ସେଇ ସଂକଳ୍ପକୁ ଆପଣ ସମ୍ପୂର୍ଣ୍ଣ କରିବେ। ଏବଂ ଗୋଟିଏ କଥା ଯେ ମାଟିର ପୁଅ ଏମପି ଥିଲା ମାଟିର ପିଲା ଆମର କୌଣସି ଦରକାର ପଡ଼ିଲେ ଆମେ ସାଙ୍ଗେ ସାଙ୍ଗେ ଦବାକୁ ଯାଇପାରିବୁ। ବିଜେଡି ଗଢ଼ିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଲାଗିଥିଲେ ଏବଂ ଅତି ବିଶ୍ୱସ୍ତ ଥିଲେ ହଠାତ୍ ଏକ ରାତିରେ ତାଙ୍କୁ ଅବିଶ୍ୱାସ କରିଦିଆଗଲା। ତେଣୁ ମାଟିର ପୁଅକୁ ଛାଡ଼ିକରି ବାହାର ଲୋକ ବଣାଯାଇଛି। ମୁଁ ଭାବୁଛି ଆପଣମାନେ ସମସ୍ତେ ଏକଜୁଟ ହେବେ। ଉଭୟ ଯେତେ ସମସ୍ତେ ଜମା ହୋଇଛନ୍ତି ସବୁ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ବିଧାନସଭା ପ୍ରାର୍ଥୀ ନାରାୟଣ ବାବୁ ଏ ବି ଏମଏଲଏ ଦେଖିଛନ୍ତି। ମୁଁ ଆଶା କରିବି ସମସ୍ତଙ୍କୁ ଫୁଲ ଚୂନରେ ମୋହର ଦେଇକରି ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ପ୍ରାଣ କରିବେ ବିଜେପିକୁ ଶକ୍ତିଶାଳୀ କରିବେ ଏ କାମନା କରୁଛି। ଏବଂ ମୁଁ ଆଉ ଗୋଟିଏ କଥା କହିଦେଉଛି ଯେ ଦମ୍ ଥିବା ଦରକାର ନେତା ପାଇଁ ଦମ୍ ଥିବା ଦରକାର। ନେତା ସରେଣ୍ଡର କରିବ ନାହିଁ ଦମ୍ ଅଛି ବୋଲି ପାଣି ଖାଇବ। ସମସ୍ତ ଅକଥନୀୟ ଅତ୍ୟାଚାରକୁ ସମ୍ମୁଖୀନ ହେଇକରି ଆଜି ଭୋଟରେ ଛିଡ଼ା ହୋଇଛନ୍ତି ଏ ଦମ୍ ଅଛି ଗଙ୍ଗା ମାତ୍ର ପୁର ତାକୁ ସମସ୍ତ ଲାଗି ନିତ୍ୟ କାମନା କରୁଛି। ଜୟ आज गजपति जिलार एक्स-जेडपी चेयरमैन वाइस चेयरमैन विजय बाबू आमर मदन मोहन बाबू यूथ प्रेसिडेंट रायगढ़ ब्लॉक गजपति जिलार दुईटा बड़ बड़ बीजेडी नेता तांके थिले। आज बहुत खुशी विषय आज आम दल में बीजेपी मिशुंट मु गजपति जिलार सभापति हिसाब से स्वागत करुच्ची। आपण मैंने समस्त जय श्री राम नारे वेलकम करे बोली मु आशा करती। जय श्री राम जय श्री राम जय श्री राम। సోదరి సోదరిమణులారా ఇక్కడికి వచ్చినటువంటి పెద్దలు పిల్లలు అక్కలు చెల్లెళ్ళు అందరికీ నా హృదయపూర్వక ధన్యవాదాలు నమస్కారాలు తెలియజేసుకుంటున్నాను। నేను కోడూరు నారాయణరావు ఎమ్మెల్యే పర్లాకిమిడి అలాగే గజపతి జిల్లా డిస్ట్రిక్ట్ ప్రెసిడెంట్ కూడా ఉన్నాను। మీరు ముఖ్యంగా చెప్పదలుచుకున్నది ఒడిశాలో 40 లక్షల మంది తెలుగు వాళ్ళు ఉన్నారు। 40 లక్షల మంది అనుకుంటే 40 మంది ఎమ్మెల్యేలు మనము
గెలిపించగలం, లేదా 40 మంది ఎమ్మెల్యేలు మనం ఓడించగలం. అది ఎప్పుడైతే మనకు ఆలోచన వస్తుందో అప్పుడు గవర్నమెంట్ మన చేతిలో ఉంటుందని కూడా మీ అందరికీ మనవి చేస్తూ బాగా ఆలోచించవలసిందిగా కోరుతూ ఇద్దరితో నేను మనం ముగిస్తున్నాను. ధన్యవాదాలు. థ్యాంక్ యూ వెరీ మచ్. ଅଣ୍ଡକରି ବ୍ରହ୍ମପୁରର ପ୍ରାର୍ଥୀ ଶ୍ରୀ ଅନିଲ କୁମାର ସେ ଦୀପଦ ଉଦ୍ବୋଧନ ଦେବେ। ସମସ୍ତଙ୍କୁ ନମସ୍କାର। ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ। ଆଜି ମୁଁ କହୁଛି ଏ 25 ବର୍ଷର କରପ୍ଟ ସରକାରକୁ ଆମେ ପରିବର୍ତ୍ତନ କରିବା, ବ୍ରହ୍ମପୁରର ମୌଳିକ ସମସ୍ୟା ଦୂର କରାଇବା, ଆଉ ଓଡ଼ିଶାରେ ବିଜେପି ସରକାର ବନାଇବା, ଆଉ ସେଣ୍ଟ୍ରାଲରେ 400 ପାର ମୋଦି ସରକାର। ଜୟ ଶ୍ରୀରାମ। ମୁଁ ଅନୁରୋଧ କରିବି ଆମର ଛତ୍ରପୁର ପ୍ରାର୍ଥୀ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ସେ ଦୀପଦ ଉଦ୍ବୋଧନ ଦେବେ। ନିର୍ବାଚନ ଲଢ଼େଇ ସେମାନଙ୍କ ବିରୁଦ୍ଧରେ ଯୋଉମାନେ 25 ବର୍ଷ ହେଲା ତଳିତଳାନ୍ତ କରିଛନ୍ତି, ଓଡ଼ିଶାକୁ ବିକି ଦେଇଛନ୍ତି ପୋଳ ହାତରେ, ଯୋଉମାନେ ଓଡ଼ିଶାର ରାଜକୋଷକୁ ପୈତୃକ ସମ୍ପତ୍ତି ଭଳି ବ୍ୟବହାର କରିଛନ୍ତି, ସେମାନଙ୍କ ବିରୁଦ୍ଧରେ ଲଢ଼େଇ। ଏ ଲଢ଼େଇ ଭଡ଼ାଟିଆଙ୍କ ବିରୁଦ୍ଧରେ ଲଢ଼େଇ, ଏ ଲଢ଼େଇ ଲୁଟିଖିଆଙ୍କ ବିରୁଦ୍ଧରେ ଲଢ଼େଇ। ଆସନ୍ତା 13 ତାରିଖ ଆପଣଙ୍କ ଗୋଟିଏ ଗୋଟିଏ ମୂଲ୍ୟ ଭାରତ ଭୋଟରେ ପରିବର୍ତ୍ତନ ହେବ ଓଡ଼ିଶା, ପରିବର୍ତ୍ତନ ହେବ ଗୋପାଳପୁର, ପରିବର୍ତ୍ତନ ହେବ ଚିକିଟି, ପରିବର୍ତ୍ତନ ହେବ ଦିଗପଣ୍ଡି, ପରିବର୍ତ୍ତନ ହେବ ପାରଳାଖେମୁଣ୍ଡି, ପରିବର୍ତ୍ତନ ହେବ ମୋହନା, ପରିବର୍ତ୍ତନ ହେବ ଛତ୍ରପୁର, ପରିବର୍ତ୍ତନ ହେବ ବ୍ରହ୍ମପୁର, ପରିବର୍ତ୍ତନ ହେବ ଓଡ଼ିଶା, ପରିବର୍ତ୍ତନ ହେବ ଗଞ୍ଜାମ। ଆପଣଙ୍କ ଗୋଟିଏ ଗୋଟିଏ ମୂଲ୍ୟବାନ ଭୋଟ ବିକି